କଥା ଚାରିପଦ ଔପନ୍ୟାସିକ ସୌଭାଗ୍ୟ କୁମାର ମିଶ୍ର ପଢ଼ି ଶୁଣାଉଛନ୍ତି ସୁଧାକର ଦାସ। ପ୍ରଥମ ଉପନ୍ୟାସିକା ଆରମ୍ଭ। ଉପନ୍ୟାସଟେ ନହେଲେ ଗୋଟେ ଲମ୍ବା ଗଳ୍ପ ଲେଖିବ ବୋଲି ସେ 10-12 ଦିନ ହେଲା ଭାବିଲାଣି, କିନ୍ତୁ ଆରମ୍ଭ କରିପାରୁନି। 4 ଦିନ ତଳେ ସକାଳୁ ଗାଧୁଆ ପାଧୁଆ ସାରି ଜଳଖିଆ ଖାଇ ସେ ଟେବୁଲ ପାଖରେ ବସିଲା କାଗଜ କଲମ ଧରି। ଆଜି ଯେମିତି ହେଲେ ପ୍ରଥମ 2-4 ପାରା ଲେଖିବ। ପାରା କ'ଣ, ପ୍ରଥମ ବାକ୍ୟଟା ବି ଲେଖିପାରିଲାନି। ଡାହାଣ ପଟ ବହି ଆଲମାରି ଭିତରୁ କିଏ କହିଲା, ହଁ ଲେଖ ଲେଖ। ମନେ ମନେ ସେ କେତେଗୁଡ଼ିଏ ଆରମ୍ଭ ବାକ୍ୟ ଗଢ଼ିଲା। ସେଗୁଡ଼ିକ ତା ମନ ଭିତରେ ଖେଳିଲେ ବୁଲିଲେ ସିନା କାଗଜ କଲମକୁ ଆସିଲେନି। ଗୋଟିଏକୁ ଧରି ପକାଇବାକୁ ସେ ଚେଷ୍ଟା କଲା ତ ଅନ୍ୟଗୁଡ଼ିକ ମୁହଁ ମୋଡ଼ିଲେ, ହସିଲେ। ଏଇଟା ଗୋଟେ କି ଆରମ୍ଭ ମ? ଏବେ 5ଟା ବାଜିଲାଣି, ମାନେ ଆଜି ଦିନଟା ବି କଲା। ରାତିରେ ତ କିଛି କରିହେବନି, ଗୋଟେ ବାହାଘରକୁ ଯିବାର ଅଛି। ଲୋକେ କିଏ କେତେ କଥା କରିବେ ବୋଲି ଭାବିଛନ୍ତି। କିଏ ଭାବିଛି ଚାକିରିରୁ VRS ନେଇ ଗୋଟେ କିଛି ବ୍ୟବସାୟ ଆରମ୍ଭ କରିବ, ଆଉ ପୁଅର ବାହାଘର ଯେମିତି ହେଲେ କରିଦେବ ବୋଲି କିଏ ମ୍ୟାରେଜ ବ୍ୟୁରୋରେ ବୁଲୁଛି, ସମାଜରେ ମ୍ୟାଟ୍ରିମୋନିଆଲ ଛପେଇଛି। ସେ ଟୋକା ଯୋଡ଼ାକ ବହୁତ ଉତ୍ପାତ ହେଲେଣି। ସେ ଯୋଡ଼ାକୁ ଥାନାକୁ ବାନ୍ଧି ଆଣିବେ ବୋଲି OIC ନିଜ ନିଷ୍ପତ୍ତିର ଦୃଢ଼ତାକୁ ବଢ଼ାଇବାରେ ଲାଗିଛନ୍ତି। ଆଉ ଏ ଗୌର କ'ଣ ନା ଉପନ୍ୟାସଟେ ଲେଖିବ। ଏ ଗୋଠ ଛଡ଼ା ଦଇବ ଛଡ଼ା କଥା ତୋ ମନକୁ କାହିଁକି ଆସିଲା? ସେ କାମ କରିବାକୁ କେତେ କେତେ ଲୋକ ଅଛନ୍ତି। ସେଥିରୁ କେତେଜଣ ଲେଖାଲେଖି ସାରିଦେଇ ଆରାମରେ ଯାଇ ଆକାଶରେ ତାରା ହେଇଗଲେଣି। ବାକି ଯେଉଁମାନେ ଅଛନ୍ତି ବର୍ଷକୁ ଗୋଟାଏ ଲେଖାଏଁ ଉପନ୍ୟାସ ପୂଜା ସଂଖ୍ୟା ପତ୍ରିକାମାନଙ୍କରେ ଛାପୁଛନ୍ତି। ଜଣଙ୍କର ଘର ଆଗରେ ତ ଏଠାରେ ଦିନରାତି ଉପନ୍ୟାସ ଲେଖାଯାଏ ବୋଲି ଛୋଟ ସାଇନ୍ ବୋର୍ଡଟେ ଲାଗିଛି। ମୁଁ ଦେଖିନି, ଦେଖିଥିବା 2-4 ଜଣଙ୍କଠୁ ଏକଥା ଶୁଣିଛି। ହଇରେ ଗୌର, ତୋ ଉପନ୍ୟାସ କିଏ ପଢ଼ିବ? ବଡ଼ବଡ଼ିଆଙ୍କ କଥା ଛାଡ଼ିଦେ, ମନ୍ତ୍ରୀ ନେତାମାନଙ୍କର ବେଳ କାହିଁ ପଢ଼ିବାକୁ? ସେମାନେ ଦିନସାରା ଖଟି ଖଟି ରାତି 10-11ରେ ଘରକୁ ଫେରିଲା ବେଳକୁ ବି ଦେଶ କାମ, ରାଜ୍ୟ କାମ କିଛି ବାକି ପଡ଼ି ରହେ। ଅଫିସରମାନେ, ସେମାନଙ୍କର ବି ବେଳ ନାହିଁ। ଦ୍ୱିତୀୟରେ ଯୋଉ କେତେଜଣଙ୍କର ପଢ଼ାପଢ଼ିରେ ରୁଚି ଅଛି, ସେମାନେ ଓଡ଼ିଆ ଲେଖା କାହିଁକି ପଢ଼ିବେ? ଇଂରାଜୀ ଲେଖା ପଢ଼ିଲେ ସିନା ତାଙ୍କର ସେନ୍ସିବିଲିଟି ଆଧୁନିକ ହେବ। ଇଂରାଜୀରେ କ'ଣ ନ ମିଳୁଛି? ଦି ମଙ୍କ୍ ହୁ ସୋଲ୍ଡ ହିଜ୍ ଫେରାରିଠୁ ଆରମ୍ଭ କରି ଦି ଅନବେରେବଲ୍ ଲାଇଟନେସ୍ ଅଫ୍ ବିଙ୍ଗ ପର୍ଯ୍ୟନ୍ତ, ଡିସଗ୍ରେସ୍ରୁ ଆରମ୍ଭ କରି ଏ ଥାଉଜେଣ୍ଡ ସ୍ପ୍ଲେଣ୍ଡିଡ୍ ସନ୍ସ ପର୍ଯ୍ୟନ୍ତ। ତୁ ଲେଖିଲେ କ'ଣ ଲେଖିବୁ? ମଲା ଜହ୍ନ କି ପରିଚା, ଯନ୍ତ୍ରାରୂଢ଼ କି ଅନ୍ଧମୁହାଣୀ, ବୋଉ କି ମାଟିର ମଣିଷ ଭଳି ଗୋଟେ ଉପନ୍ୟାସ, ତାକୁ କିଏ ପଢ଼ିବ? ଆମ ମଧ୍ୟବିତ୍ତ ଘରର ସ୍ତ୍ରୀ ଲୋକମାନେ? କୋଉ କାଳେ ହାତରେ ସମୟ ଥିଲା ବୋଲି ସେମାନେ ଉପନ୍ୟାସ ପଢ଼ୁଥିଲେ ଓ ଉପନ୍ୟାସର ପ୍ରସାର ଓ ଅଭିବୃଦ୍ଧି ଘଟିଥିଲା। ସେ ଅବସ୍ଥା ଆଉ ଅଛି କିରେ? ତା ପୁଣି ଆମ ଦେଶରେ, ଆମ ରାଜ୍ୟରେ? ଆମ ରାଜ୍ୟ କଥା ଦେଖ। ଯୋଉ ସ୍ତ୍ରୀ ଲୋକମାନେ ଖାଣ୍ଟି ଗୃହିଣୀ, ସେମାନେ 100-150 ଚ୍ୟାନେଲରେ ସିରିଏଲ ଦେଖିବାକୁ ସମୟ ଅଣ୍ଟୁନି, ଆଉ ପଢ଼ିବେ କେତେବେଳେ? କିଏ? ବନିଅପା? ବନିଅପା ତ? ତମ ସ୍ୱର ଏମିତି କ'ଣ ଶୁଭୁଛି? ଥଣ୍ଡା ହେଇଛି କି? କ'ଣ ପାଇଁ ଫୋନ କରିଥିଲି କି? କସମ ସେ ଦେଖୁଛ ପରେ। ଖରାବେଳେ କାଲିର କଡ଼ିଟା କେତେଟାରେ ଦେବ କହିଲ? ମୁଁ କାଲି ମାର୍କେଟ ପଳେଇଥିଲି। ଶୁଣୁଛୁ? ଶୁଣିଲୁ ତ? ସମସ୍ତଙ୍କ ଘରେ ଏଇଆ। ଏଠି ଗାୟତ୍ରୀ, ସେଠି ସୁଜାତା, ଏଠି 3 ବହୁରାନିଆ, ସେଠି ପରିଚୟ। ଏମାନଙ୍କ ତଳ ଶ୍ରେଣୀର ଲୋକଙ୍କ ପାଖକୁ ଯିବା କି ଆଉ? କେହି କିଛି ପଢ଼ୁନାହାନ୍ତି। କିଛି ବୋଇଲେ କିଛି ନାହିଁ। ଚିତ୍ତ, ତୁଛାଟାରେ କାହିଁକି ବକର ବକର ହଉଛୁ? ଏତେ ବଡ଼ ବଡ଼ କଥା କାହିଁକି କହୁଛୁ? ହଇରେ, ଉପନ୍ୟାସଟେ ଲେଖିବି ବୋଲି ତ ଠିକ୍ କରିଛି। ରାଜମହଲ ଛକରେ ବ୍ଲାଷ୍ଟ କରିବାକୁ ନୁହଁ। କି ପାପ କରି ପକେଇଛି? ହଁ, ତୁଟା ସବୁବେଳେ ଗୋଟେ ପେସିମିଷ୍ଟ। ମୁଁ ଲେଖିବି ଲେଖିବି ଲେଖିବି, କିଏ ପଢ଼ୁ କି ନ ପଢ଼ୁ। ଛପା ହେବ ତ ନିଶ୍ଚୟ। କୋଉଠି? କାହିଁକି? ଫକୀର ସେନାପତି ପତ୍ରିକାରେ। ସେ ମୋତେ କଥା ଦେଇଛି, ଏ ବର୍ଷ ଜମେଇକିରି ପୂଜା ସଂଖ୍ୟା କରିବ ବୋଲି କହିଛି। ଓ, ତୁ ଫକୀରା ପାଲରେ ପଡ଼ିଛୁ ତେବେ? ଲେଖ ଲେଖ, ଭୋଗିବୁ। କେତେ ପୃଷ୍ଠା ଲେଖିଲୁଣି? ଲେଖା ଆରମ୍ଭ ହୋଇନି ବୋଲି ଗୌର କେମିତି କହିବ? ଆରମ୍ଭ ତ ହୋଇପାରୁନି। ପ୍ରଥମ ବାକ୍ୟଟା କ'ଣ କେମିତି କରିବ ସେ ଠିକ୍ କରିପାରୁନି। ଗୌର ପାଣି 1/2 ଗ୍ଲାସ ପିଇଲା, ପାନ ଖଣ୍ଡେ ଚୋବେଇଲା, ଝରକା ପଟେ ବାହାରକୁ ଅନେଇଲା। ଷ୍ଟ୍ରିଟ୍ ଲାଇଟ୍ର ଆଲୁଅ ରାସ୍ତାରେ ଗଡ଼ୁଥିବା ବିସ୍ଲେରୀ ବୋତଲ ଉପରେ ଚିକଚିକ୍ ହେଉଥିବା ଦେଖିଲା। ଆଉ ଟିକିଏ ନିରେଖି ଚାହିଁଥିଲେ ଦେଖିପାରିଥାନ୍ତା କାହା ପରିବା ବ୍ୟାଗରୁ ଖସି ପଡ଼ିଥିଲା ଗୋଟେ କାଙ୍କଡ଼। ଗୌର ଦୀର୍ଘ ନିଶ୍ୱାସ ପକାଇ ନିଜ ପାଖକୁ ବାହୁଡ଼ିଲା। ଏଯାଏଁ ଆରମ୍ଭ ହୋଇନଥିବା, ହୋଇପାରିନଥିବା ତା ଉପନ୍ୟାସ ପାଖକୁ। ଆରମ୍ଭ ହେବାର ପୂର୍ବ ଅବସ୍ଥାଟା କ'ଣ? ଶୂନ୍ୟ। Sample complete. Ready to continue?